କହିବେ କାଲି ଯେଉଁ ପ୍ରଶାସନ ତରଫରୁ ମିଳିତ ଚଢ଼ାଉ ହୋଇଥିଲା କେତେ ଖଣ୍ଡ ଗାଡ଼ି କେଉଁ ଖାଦାନରୁ କେତେ ଖଣ୍ଡ ଗାଡ଼ି ଆଉ କ'ଣ ପୋକଲିନ୍ କେତେ ଖଣ୍ଡ ସାର୍ କାଲି ଯେଉଁ ଚଢ଼ଉ ହୋଇଥିଲା ଖାଦାନ ବାଗୁଡ଼ି ଖାଦାନ ଅଚାନକ ଚଢ଼ଉ କରିଥିଲେ ଆମର ମାଇନିଂ ଡିପାର୍ଟମେଣ୍ଟ ତାପରେ ଆମେ ଯାଇଥିଲୁ 14ଟି ହାଇୱେ ଟ୍ରକ୍ ଆଉ 2ଟି ପୋକଲିନ୍ ମେସିନ୍ 2ଟି ପ୍ଲାଷ୍ଟିକ୍ କମ୍ପ୍ରେସର ମେସିନ୍ ଟୋଟାଲ୍ 18ଟି 14ଟି ଟ୍ରକ୍ ଆମର ଇଏ ପାଖରେ କେନାଲ ବନ୍ଧ ଯେଉଁ ଅଛି କେନାଲ ବନ୍ଧ ପାଖରେ ଜିମା ଦିଆଯାଇଛି। ଆଉ ବାକି ଯେଉଁ ପୋକଲିନ୍ ମେସିନ୍ ଆଣିବା ଏତେ ଦୂର ସମ୍ଭବ ନଥିଲା ରାସ୍ତା ଦୂର କରାଯିବ ପୋକଲିନ୍ ଆଉ କମ୍ପ୍ରେସର ମେସିନ୍ ଜୟରାମ ଦାସ ପ୍ରସାଦରେ ଜିମା ଦେଇକି ତାଙ୍କ ଆଇନ ଅନୁସାରେ ଆମେ ଇଏ ଦିଆଯାଇଛି ତାଙ୍କ ନାଁରେ ଏଫ୍ଆଇଆର୍ ଦିଆଯାଇଛି ମାନେ କାମରେ ନାଁରେ ଏଫ୍ଆଇଆର୍ ଦିଆଯାଇଛି। ସାର୍ ଜରିମାନା ବାବଦରେ କିଛି ଆଦାୟ କରାଯାଇଛି? ହଁ ତାଙ୍କୁ ଯେଉଁ ଏଫ୍ଆଇଆର୍ ଦିଆଯାଇଛି ଗାଡ଼ିରେ ଯେଉଁ ଇଲିଗାଲ୍ ଯେଉଁ ମାଇନିଂ ଥିଲା ସେ ଅନୁସାରେ ଯେଉଁଟା ଆମର ମାଇନିଂ ଡିପାର୍ଟମେଣ୍ଟର ଯେଉଁ ରୁଲ୍ସ ଅଛି ସେ ଅନୁସାରେ ସେ ଫାଇନ୍ କରିବେ ସେମାନେ କରିବେ। ସାର୍ ଆପଣଙ୍କର ବାରମ୍ବାର ଚଢ଼ଉ ପରେ ବି ମାନେ ବାଗୁଡ଼ି ଖାଦାନରୁ ପୁଣି ସେଇ ଚୋରା ପଥର ଚାଲିଛି ସାର୍ କେମିତି ତା ଭିତରେ ପ୍ରଶାସନ? ଦେଖନ୍ତୁ ସେଇଟା ତ ଆମର ତ ବର୍ତ୍ତମାନ ସେଠି ଅପସନ୍ ହେଉନି ତଥାପି ସେମାନେ ଯେଉଁଟା କାମ କରୁଛନ୍ତି ତାଙ୍କ ପ୍ରପର୍ ପରମିସନ୍ ଅଛି ତେଣୁ ସେମାନେ କରୁଛନ୍ତି ତାକୁ ଆମେ ଯେତେବେଳେ ଖବର ପାଉଛୁ ଆମେ ଯାଇକି ତାକୁ ଚଢ଼ଉ କରୁଛୁ ତହସିଲ ତରଫରୁ ଖଣି ବିଭାଗ ତରଫରୁ ମଧ୍ୟ ବାରମ୍ବାର ଚଢ଼ଉ କରି ବିଭିନ୍ନ ପତ୍ର ଗାଡ଼ି ଇଲିଗାଲ୍ ମାନେ ସବୁ କାମ କରୁଛନ୍ତି ତାପରେ ଏଫ୍ଆଇଆର୍ ମଧ୍ୟ ଦିଆଯାଉଛି। ସାର୍ এই ଯେଉଁ କାଲି ଯେଉଁ ଗାଡ଼ି 14ଟା ସିଜ୍ କରିଲେ ସାର୍ କେତେ ନମ୍ବର ଖାଦାନରୁ ସିଜ୍ କରାଗଲା? ସେଟା ଏକ୍ଜାକ୍ଟଲି ମୋର ଖାଦାନ ନମ୍ବରଟା ମନେ ନାହିଁ ସେ ବୋଧେ 56 ନମ୍ବର। ସାର୍ ଆଗକୁ ଏଇ ଚଢ଼ାଉ ଜାରି ରହିବ ନା? ଯେତେବେଳେ ବି ଆମେ ଆକ୍ଟିଭିଟି ପାଉଛୁ ଖବର ପାଉଛୁ ଗୋଟେ ପ୍ରୋବ୍ଲେମ୍ ହେଉଛି କ'ଣ ସେ ଇଲିଗାଲ୍ ଲୋକମାନଙ୍କର ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ରହୁଛି ସେମାନେ ଆମ ଗାଡ଼ିର ନମ୍ବର ସେମାନଙ୍କ ପାଖରେ ରହୁଛି ତେଣୁ ସେମାନେ ତାଙ୍କର ପିଲା ଆମକୁ ଜଗୁଛନ୍ତି ସେ 300 ପିଲା ଆମକୁ ଜଗୁଛନ୍ତି ଯାହାଫଳରେ ଆମେ ବାହାରିଲା ବେଳକୁ ଆମେ ଅଲଗା ଗାଡ଼ି ବି ନେଇକି ଗଲା ବେଳକୁ ସେମାନେ ଜାଣି ଯାଉଛନ୍ତି ଏବଂ ସତର୍କ ହେଇ ବିଭିନ୍ନ ଯେହେତୁ ଗଳା ରାସ୍ତା ରହିଛି ତେଣୁ ତାକୁ ଷ୍ଟିଲ୍ ଆଣ୍ଡ ମାଇନ୍ସ ବିଭାଗରୁ କିଛି ମାନେ ପ୍ଲାନିଂ କରାଗଲେ ସ୍ୱତନ୍ତ୍ର ପ୍ଲାନିଂ କରାଗଲେ ମାନେ ଚୋରିକୁ ରୋକାଯିବ। ଧନ୍ୟବାଦ ସାର୍।